26 ତାରିଖ ଯାଏଁ କମିବନି ରାତି ଜାଡ଼। ଆଗକୁ ଏଲିନୋ ଆଣିବ ପ୍ରଚଣ୍ଡ ତାତି। ରାତିରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇନାହିଁ। ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ଦେଖାଯାଉ ନାହିଁ। ଏପଟେ କିନ୍ତୁ ଦିନର ତାଉ ଦେଖାଇଲାଣି ଖରା। ଦିନ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି। ଏବେଠାରୁ ଛୁଇଁଲାଣି 34 ଡିଗ୍ରୀ ସେଲସିୟସ୍। ଖରା ଆହୁରି ବଢ଼ିବ। ଆସନ୍ତା 15ରୁ 26 ତାରିଖ ବେଳକୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା 36 କିମ୍ବା 37 ଡିଗ୍ରୀ ଏବଂ ଭୁବନେଶ୍ୱରରେ 35 ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ରାଜ୍ୟରେ ଅନେକ ସ୍ଥାନରେ ରାତିରେ ଶୀତ ଅନୁଭୂତ ହେଉଛି। ଜି ଉଦୟଗିରି, ଶିମିଳିଗୁଡ଼ା, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ତଳେ ରହିଛି। ଉପକୂଳ ଅଞ୍ଚଳରେ ମଧ୍ୟ ରାତି ତାପମାତ୍ରା 14ରୁ 15 ଡିଗ୍ରୀ ପାଖାପାଖି ରହୁଛି। ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଚିତ୍ର ଅନୁସାରେ 26 ପର୍ଯ୍ୟନ୍ତ ଓଡ଼ିଶାରେ ରାତି ତାପମାତ୍ରା କମିବାର ନାହିଁ। ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ 2ରୁ 4 ଡିଗ୍ରୀ କମ୍ ରହିପାରେ। କେତେକ ଜାଗାରେ ଏହା ସ୍ୱାଭାବିକ ତୁଳନାରେ 6 ଡିଗ୍ରୀ କମ୍ ରହିପାରେ। ଅନ୍ୟପଟେ ଦିନ ସ୍ଥିତି ଓଲଟା। ଦିନ ତାପମାତ୍ରା ଉପରମୁହାଁ ହେଲାଣି। ପାରଲାଖେମୁଣ୍ଡିରେ ଗତ ଗୁରୁବାର ଦିନର ସର୍ବୋଚ୍ଚ ତାପମାତ୍ରା 34 ଡିଗ୍ରୀ, ଝାରସୁଗୁଡ଼ାରେ 33.8, ଭୁବନେଶ୍ୱରରେ 33.7, ଢେଙ୍କାନାଳରେ 33 ଡିଗ୍ରୀ ଛୁଇଁଥିଲା। ଝାରସୁଗୁଡ଼ାରେ ସ୍ୱାଭାବିକ ତୁଳନାରେ ଦିନ ତାପମାତ୍ରା 3.1 ଡିଗ୍ରୀ, ଭୁବନେଶ୍ୱରରେ ପ୍ରାୟ 2 ଡିଗ୍ରୀ ଅଧିକ ରହିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଲା, ବର୍ତ୍ତମାନ ରାତିରେ ଥଣ୍ଡା ରହିବା ସହ ଦିନରେ ଗରମ ବଢ଼ିବ। ଆଗକୁ ଏକ ପଶ୍ଚିମା ଝଡ଼ ସମ୍ଭାବନା ଥିବାରୁ ଆସନ୍ତା 15ରୁ 26 ତାରିଖରେ ସ୍ୱାଭାବିକ ହାରରେ ଦିନ ତାପମାତ୍ରା ବଢ଼ିପାରେ।